ଆସିବା ବର୍ତ୍ତମାନର ଏକ ତାଜା ଖବର। ରାତି ଅଧରେ ଦୟାନଦୀରେ ସୃଷ୍ଟି ହେଲା ଏକ ବିରାଟ ଘାଇ। ଖୋର୍ଦ୍ଧା ଜିଲ୍ଲା ଓ ପୁରୀ ଜିଲ୍ଲାରେ ବିଶେଷ କରି ପ୍ରବାହିତ ହେଉଥିବା ମହାନଦୀର ଶାଖା ନଦୀ ଦୟାନଦୀ, ଯାହାର ଜଳସ୍ତର କି ଦିନ ତମାମ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା। ସେଥିପ୍ରତି ନିକଟସ୍ଥ ଗ୍ରାମବାସୀମାନଙ୍କ ମନରେ ଭୟ ଥିଲା ଯେ କୌଣସି ମୁହୂର୍ତ୍ତରେ ବି ଦୟାନଦୀରେ ଘାଇ ସୃଷ୍ଟି ହୋଇପାରେ। ଯାହା ଦିନ ତମାମ ଆଲୋଚନାର ବିଷୟବସ୍ତୁ ରହିଥିଲା, ସମସ୍ତଙ୍କ ମନରେ ଭୟ ଥିଲା, ତାହା ବର୍ତ୍ତମାନ ସତ ହୋଇଛି। ରାତି ଅଧରେ ଦୟାନଦୀର ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ତ ଆମେ କହିପାରିବା କି ପୁରୀ ଜିଲ୍ଲାର କଣାସ ଏବଂ ଜାଗୁଳାଇପଦର ନିକଟବର୍ତ୍ତୀ ଥିବା ଦୟାନଦୀର ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ଏହି ଘାଇର ପ୍ରଭାବରେ ପାଖାପାଖି ନିକଟସ୍ଥ 8ଟି ଗ୍ରାମ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି କ'ଣ ରହିବ ତାହାର କୌଣସି ଆକଳନ ସମ୍ପୂର୍ଣ୍ଣ କରାଯାଇପାରି ନାହିଁ, କିନ୍ତୁ ନିକଟସ୍ଥ ଗ୍ରାମବାସୀମାନଙ୍କ ମନରେ ଏକ ବିରାଟ ଭୟର ବାତାବରଣ ସୃଷ୍ଟି ହୋଇଛି। କାହିଁକିନା ଆପଣମାନେ ଦେଖୁଥିବେ, ବିଗତ 4ରୁ 5 ଦିନ ହେବ ଓଡ଼ିଶାର ପ୍ରତ୍ୟେକ ପାଖାପାଖି ଅଧିକାଂଶ ଜିଲ୍ଲାରେ ବନ୍ୟା ଯେଉଁଭଳି ବିଭୀଷିକା ରଚିଛି, ଦୟାନଦୀରେ ଘାଇ ସୃଷ୍ଟି ହେବା ପରେ ନିକଟସ୍ଥ ଗ୍ରାମବାସୀମାନଙ୍କ ମନରେ ସେହିଭଳି ଭୟ ସୃଷ୍ଟି ହୋଇଛି। ତ ଦୟାନଦୀରେ ରାତି ଅଧରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ପାଖାପାଖି 8ଟି ଗ୍ରାମ ଏହାଦ୍ୱାରା ପ୍ରଭାବିତ ହେବେ। ଧନଜୀବନ ବହୁତ କ୍ଷୟକ୍ଷତି ହେବାର ବର୍ତ୍ତମାନ ସମ୍ଭାବନା ରହିଛି। ଦିନ ତମାମ ଯାହା ଚର୍ଚ୍ଚାର ବିଷୟବସ୍ତୁ ଥିଲା କି ମହାନଦୀର ଶାଖା ନଦୀ ଦୟାନଦୀର ଜଳସ୍ତର ଯେଉଁଭଳି ଭାବରେ ବୃଦ୍ଧି ପାଇବାରେ ଲାଗିଛି, କୌଣସି ମୁହୂର୍ତ୍ତରେ ବି ଦୟାନଦୀରେ ଘାଇ ସୃଷ୍ଟି ହୋଇପାରେ। ସେହି ଅନୁମାନ ଲୋକମାନଙ୍କର ଥିବା ଯେଉଁ ଅନୁମାନ ରହିଥିଲା, ତାହା ବର୍ତ୍ତମାନ ସତ ହୋଇଛି। ପୁରୀ ଜିଲ୍ଲାର କଣାସ ଏବଂ ଜାଗୁଳାଇପଦର ନିକଟବର୍ତ୍ତୀ ଥିବା ଦୟାନଦୀର ଏକ ବିରାଟ ଘାଇ ସୃଷ୍ଟି ହୋଇଛି। ଏହାଦ୍ୱାରା ପାଖାପାଖି 8ଟି ଗ୍ରାମରେ ଥିବା ଧନଜୀବନ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି।